ଅହଙ୍କାରୀ ବନ୍ଧୁ ମାନଙ୍କୁ ଚେତେଇ କହୁଛି ଏହି କାହାଣୀ। କର ନାହିଁ ଏତେ ଗର୍ବ ଅହଙ୍କାର, ନଷ୍ଟ ହେବ ଜାଣି ଶୁଣି। ମଣିଷ ଯଦି ନିଜ ଭୁଲକୁ ନିଜେ ବୁଝିପାରନ୍ତା, ତେବେ ନୀତିବାଣୀ ଲେଖିବା ଆବଶ୍ୟକ ପଡ଼ିନଥାନ୍ତା। ଶରୀର ଲଙ୍ଗଳାର ଉତ୍ପତ୍ତି ଆଉ ଲଙ୍ଗଳାରେ ହିଁ ସମାପ୍ତି, ତଥାପି ମଝିରେ ରହୁଛି ମୋ ସମ୍ପତ୍ତି। ଅହଙ୍କାର ଦେଖେଇ କୌଣସି ସମ୍ପର୍କ ଭାଙ୍ଗିବା ଅପେକ୍ଷା କ୍ଷମା ଦେଖେଇ ସମ୍ପର୍କ ଯୋଡ଼ିଦେବା ଉଚିତ। ତିନୋଟି ଜିନିଷ ହାରିବା ଠିକ୍ ନୁହେଁ: ଶାନ୍ତି, ଆଶା ଏବଂ ସତ୍ୟତା। ତିନୋଟି ଜିନିଷ କେବେ ଫେରି ଆସେନା: ସମୟ, କଥା ଏବଂ ସୁଯୋଗ। ତିନୋଟି ଜିନିଷ ସହଜ ନୁହେଁ: ସ୍ୱପ୍ନ, ସଫଳତା ଏବଂ ଭବିଷ୍ୟତ। ନିଜର ସ୍ୱପ୍ନ ପଛରେ ଏମିତି ଦୌଡ଼ିବା ଯେ କେବେ ଆମକୁ ପାଇବା କି କାହାର ସ୍ୱପ୍ନ ହୋଇଯିବ। ଭବିଷ୍ୟତକୁ କିଏ ଦେଖିଛି? ତେଣୁ ବର୍ତ୍ତମାନକୁ ନେଇ ଖୁସି ହେବା। ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଶୁଭ ସକାଳ।